ରାଧେଶ୍ୟାମ। ତ ଆଜି କିଛି ନୂଆ ଜ୍ଞାନ ନେବା ଚାଲନ୍ତୁ। ସତୟା ଶ୍ରଦ୍ଧୟା ଯୁକ୍ତସ୍ତାରାଧନ ମହିତେ ଲଭତେ ଚ କାମାନ୍ୟ ଏବ ବହିନାଥ ହିତାନ୍। ଏଇଠି କହୁଛନ୍ତି ଭଗବାନ ସେହି ଭକ୍ତ ପୁରୁଷ ଶ୍ରଦ୍ଧାଯୁକ୍ତ ହୋଇ ସେହି ଦେବତାମାନଙ୍କୁ ଆରାଧନା କରନ୍ତି। ମୋରି ଦ୍ୱାରା ବିଧାନ କରାଯାଇଥିବା ତାଙ୍କର ସେହି ଇଚ୍ଛିତ ଭଗବାନଙ୍କୁ ସେହି ଦେବତାମାନଙ୍କୁ ସେ ନିଃସନ୍ଦେହ ଲାଭ କରନ୍ତି। ଯେ କହୁଛନ୍ତି ସେହି ଭକ୍ତ ପୁରୁଷ ଯାହା ଶ୍ରଦ୍ଧାଯୁକ୍ତ ହୋଇ ସେହି ଦେବତାଙ୍କୁ ଆରାଧନା କରନ୍ତି। ଯେ ଯାହାକି ଶ୍ରଦ୍ଧାଯୁକ୍ତ ହୋଇ ସେହି ଭଗବାନଙ୍କୁ ଯେଉଁ ଭଗବାନଙ୍କୁ ସେମାନେ ଭଲ ପାଆନ୍ତି, ବିଭିନ୍ନ ଦେବାଦେବୀକୁ ବିଭିନ୍ନ ଭଗବାନଙ୍କୁ ସେମାନେ ଆରାଧନା କରନ୍ତି। ମୋରି ଦ୍ୱାରା ମାନେ ମୋ ନିଜ ଦ୍ୱାରା ବିଧାନ କରାଇଥିବା ତାଙ୍କର ସେଇ ଇଚ୍ଛିତ ଭଗବାନଙ୍କୁ ସେଇ ଦେବତାମାନଙ୍କ ଠାରୁ ନିଃସନ୍ଦେହ ପାଆନ୍ତି। ଯେ କହୁଛନ୍ତି ସେମାନଙ୍କର ଯାହା ଇଚ୍ଛା ରଖିଥାନ୍ତି, ଯାହା ସେମାନେ ପ୍ରାର୍ଥନା କରିଥାନ୍ତି, ସେଇ ପ୍ରାର୍ଥନାର ଫଳ ସେ ମୋ ଦ୍ୱାରା ସେଇ ଭଗବାନଙ୍କ ଠାରୁ ପାଆନ୍ତି। ନିଃସନ୍ଦେହ ମୋ ଦ୍ୱାରା ପାଆନ୍ତି। ଏମିତି କହୁଛନ୍ତି ଭଗବାନ। ସେ ଭକ୍ତ ଶ୍ରଦ୍ଧା ଭକତିରେ ଯେଉଁ ଦେବଙ୍କୁ ପୂଜା କରେ ସେହି ଦେବଙ୍କ ଦତ୍ତ ଫଳ ମଠାରୁ ଲଭଇ କେବଳ ଅଭୀଷ୍ଟ ତାର ପୂର୍ଣ୍ଣ ହୁଏ ପୂଜିବା ଫଳ ସେହି ପାଏ ମନବାଞ୍ଛା ପୂର୍ଣ୍ଣ ହୋଇବ ପରମ ସାନନ୍ଦ ଲଭିବ ଏଥକୁ ନାହିଁ ଆନ ଜାଣି ସଂସାରୁ ପାଏ ମୁକ୍ତି ପୁଣି। ଯେ ଭଗବାନ ଏଠି କହୁଛନ୍ତି ଯେ ସେ ଭକ୍ତ ଶ୍ରଦ୍ଧା ଓ ଭକତିରେ ଯେଉଁ ଦେବତାକୁ ପୂଜା କରିଥାଏ ସେଇ ଦେବତାଙ୍କ ଫଳ ମୋ ଠାରୁ ଲଭିଥାଏ। ଯେ ମୋ ଠାରୁ ସେଇ ଦେବାଦେବୀଙ୍କ ମାଧ୍ୟମରେ ଫଳଟି ଲଭିଥାଏ ଓ ତାର ଅଭୀଷ୍ଟ ପୂରଣ ହୋଇଥାଏ ଓ ତାର ପୂଜିବାର ଫଳ ମଧ୍ୟ ସେ ପାଇଥାଏ ଓ ମନବାଞ୍ଛା ତାର ପୂରଣ ହୋଇଥାଏ। ପରମ ଆନନ୍ଦ ସେ ଲଭିଥାଏ। ଏଥିକୁ ଆନ କିଛି ନାହିଁ, ସଂସାରରୁ ସେ ମୁକ୍ତି ମଧ୍ୟ ପାଇଥାଏ। ଅନ୍ତର୍ଭୂତ ଫଳ ତେଷା ତଦ୍ଭବତ୍ୟମେଧେଶଂ ଦେବେନା ଦେବୋଜନ୍ତ ୟାନି ମଦ୍ଭକ୍ତା ୟାନି ମାମପି। ଏଇଠି କହୁଛନ୍ତି ପରନ୍ତୁ ପୁଣି ସେଇ ସବୁ ଦେବତାର ପୂଜା ଫଳ ସ୍ଥାୟୀ ନୁହେଁ। ପୁଣି ସେଇ ସବୁ ଦେବତାର ପୂଜା ଫଳ ସ୍ଥାୟୀ ନୁହେଁ, କାରଣ ଦେବତାମାନେ ନିଜେ ସ୍ଥାୟୀ ନୁହନ୍ତି। କାରଣ ଏଠି ଭଗବାନ କହୁଛନ୍ତି ଦେବତାମାନେ ନିଜେ ସ୍ଥାୟୀ ନୁହନ୍ତି। ଯେ ମୋତେ ଏକାଗ୍ରରେ ପୂଜା କରେ ସେ ସ୍ଥାୟୀ ଫଳ ପାଏ। ଯିଏ ମୋତେ ନିଜେ ଏକାଗ୍ରରେ ପୂଜା କରିଥାଏ ସିଏ ସ୍ଥାୟୀ ଫଳ ପାଏ। ଯେ ମୋତେ ଏକାଗ୍ରରେ ପୂଜା କରେ ସେ ସ୍ଥାୟୀ ଫଳ ପାଏ। ଏହା ହିଁ ଧୃତ ସତ୍ୟ। ଏଇ କଥାଟି ଧୃତ ସତ୍ୟ ଅଟେ। ଦେବତା ପୂଜିବାର ଫଳ ସ୍ଥାୟୀ ନୁହଁ ଚିରକାଳ। ଦେବତା ନିଜେ ନୁହେଁ ସ୍ଥାୟୀ ସେବା ଫଳ ସ୍ଥାୟୀ କାହିଁ। ଯେ ଜନମର ପୂଜା କରେ ସ୍ଥାୟୀ ଫଳ ସେ ଲାଭ କରେ। ମୁଁ ଅବିନାଶୀ ଯେ ଅବୟ ମୋ ସେବା ଫଳଟି ଅବୟ। ଏହା ହିଁ ଅଟେ ଧୃତ ସତ୍ୟ ପୂଜିବ ଭକ୍ତିରେ ନିତ୍ୟ। ଯେ କହୁଛନ୍ତି ଭଗବାନ ଯେ ଭଗବାନଙ୍କୁ ପୂଜୁଛନ୍ତି, ଯେ ବିଭିନ୍ନ ପ୍ରକାର ଦେବାଦେବୀକୁ ପୂଜୁଛନ୍ତି, ସେଇ ଫଳ ସ୍ଥାୟୀ ନୁହେଁ ମାନେ ଚିରସ୍ଥାୟୀ ନୁହେଁ। କାରଣ ସେଇ ଦେବତାମାନେ ସ୍ଥିର ସ୍ଥାୟୀ ନୁହନ୍ତି। ସେ ଯେଉଁ ଭକ୍ତ ମୋତେ ଏକାଗ୍ରରେ ପୂଜେ ସେ ସ୍ଥାୟୀ ଫଳ ପାଇଥାଏ। ଏହା ହିଁ ଧୃତ ସତ୍ୟ କଥା ଅଟେ। ଭଗବାନ କହୁଛନ୍ତି କାରଣ ମୋତେ ଯିଏ ପୂଜିବ ମୁଁ ସ୍ଥାୟୀ ଅଟେ, ସିଏ ଚିରଫଳ ସ୍ଥାୟୀ ପାଇଥାଏ। ଓ ଦେବତାମାନେ ତ ନିଜେ ସ୍ଥାୟୀ ନାହାନ୍ତି, ସିଏ କେମିତି ଚିରସ୍ଥାୟୀ ହେଇ ରହିବେ? ଏଇ କଥା ଭଗବାନ କହୁଛନ୍ତି। ଓ ଯେତେବେଳେ ମଣିଷଟିଏ କାମନା କରିଥାଏ କୌଣସି ଦେବାଦେବୀକୁ ପୂଜିଥାଏ, ଭଗବାନ ତାଙ୍କ ନିଜ ଫଳାଫଳ ସେଇ ଦେବତାଙ୍କ ଭିତରେ ଦେଇଥାନ୍ତି ତାଙ୍କୁ ଫଳ ଆକାରରେ। କିନ୍ତୁ ସେଇ ଦେବାଦେବୀଙ୍କର ସେତିକି ସାମର୍ଥ୍ୟ ନାହିଁ ସେ ଦେଇଦେବେ।
ଭଗବାନ ଶ୍ରୀକୃଷ୍ଣ ସେମାନଙ୍କ ଭିତରେ ସେଇ ଫଳକୁ ଦେଇଥାନ୍ତି। କାରଣ ଯେକୌଣସି ଦେବାଦେବୀକୁ ପୂଜିଲେ ମଧ୍ୟ ପ୍ରତ୍ୟେକଟି ପୂଜାର ଫଳ ସେଇ ଭଗବାନଙ୍କ ପାଖକୁ ଯାଇଥାଏ। ସେଥିପାଇଁ କହୁଛନ୍ତି କୌଣସି ଦେବାଦେବୀ ପୂଜିବା ଅପେକ୍ଷା ଯେତେବେଳେ ମୋ ଶରଣରେ ଆସିବୁ, ଯେତେବେଳେ ମୋତେ ପୂଜିବୁ ସ୍ଥିର ସ୍ଥାୟୀ ଫଳ ପାଇବୁ, ତୁ ଅବିନାଶୀ ବନିବୁ। ଏକଥା ସମ୍ପୂର୍ଣ୍ଣ ସତ ଅଟେ। ସଂସାରରୁ ତୁ ମୁକ୍ତି ପାଇବୁ। ଏମିତି କହୁଛନ୍ତି। ତ ଆଗକୁ ଆଉ କ'ଣ କହୁଛନ୍ତି ଆମେ ଆହୁରି ଜାଣିବା। ରାଧେଶ୍ୟାମ।